ନିଜର ପ୍ରେଜେନ୍ସଟା ଜାହିର କରିଛନ୍ତି, ଉପସ୍ଥିତି ଜାହିର କରିଛନ୍ତି, ସେଇଟା ବଡ଼ କଥା କହିଲି ଯେ ସାମ୍ବାଦିକ ମାନେ ଛୋଟ କାଗଜ ବଡ଼ କାଗଜ କୌଣସି ଫରକ ନାହିଁ। ଆପଣଙ୍କର ବୁଝିବା ଭୁଲ। ବଡ଼ ବଡ଼ କାଗଜ ଯୋଉ କାମ କରିପାରନ୍ତିନି, ଛୋଟ କାଗଜ ସେଇ କାମଟା କରିପାରନ୍ତି। ବୋଫର୍ସ ସ୍କାଣ୍ଡାଲ ବାହାରିଥିଲା, ବୋଫର୍ସ ସ୍କାଣ୍ଡାଲ ବାହାରିଥିଲା ସେ ସ୍କାଣ୍ଡାଲଟାକୁ ବଡ଼ ବଡ଼ ମହାହସ୍ତି କାଗଜ ମାନେ ସେମାନେ ସବୁ ଭାରତ ବର୍ଷରେ ଟାଇମ୍ସ ଅଫ୍ ଇଣ୍ଡିଆ, କେହି ତାକୁ ଛୁଇଁପାରିବେ। କିନ୍ତୁ ସେଇଟା ବାଙ୍ଗାଲୋର କଳିକା ଅଞ୍ଚଳରୁ ସାଉଥ ଇଣ୍ଡିଆର ଛୋଟ କାଗଜ, ସାପ୍ତାହିକ କାଗଜ, ସିଏ ଉଇକି ଲୋକଟା ସିଏ ସେ ଉପସ୍ଥିତଟା ବାହାର କରିଥିଲା। ଘୋଟାଲା ସେ ଜନ ସମୁଦାୟ, ଭାରତ ବର୍ଷର ଜନସମୁଦାୟ ପାଇଁ ପ୍ରତ୍ୟେକ ପରିବର୍ତ୍ତନ ସୃଷ୍ଟି ଝଡ଼ ସୃଷ୍ଟି କରିଥିଲା। ତେଣୁ ଛୋଟ କାଗଜ ମାନଙ୍କର କିଛି ନାହିଁ। ସାମ୍ବାଦିକତାର ଧର୍ମ, ସମ୍ବାଦପତ୍ର ଧର୍ମ ଯିଏ କରିପାରିବ, ପାଳନ କରିପାରିବ, ସେ ସବୁଠୁ ମହାନ। ତେଣୁ ଆଜି ସେଭଳି ଭାବରେ ଆପଣଙ୍କର ଆପଣ କରିଛନ୍ତି ଯେ 7 ବର୍ଷର ପ୍ରିଣ୍ଟ ମିଡ଼ିଆ ଭଳି ଆଜି ଇଲେକ୍ଟ୍ରୋନିକ୍ ମିଡ଼ିଆକୁ ଆପଣେଇଛନ୍ତି। ଇଏ ଗୋଟିଏ ବ୍ରତ, ଏହାକୁ ବ୍ରତ ଭାବରେ ଭାବିକରି ଆପଣମାନେ ଗୋଟେ ଦୃଢ଼ ସଂକଳ୍ପ ନେବେ, ତାହେଲେ ଏଇ ଛୋଟ ପ୍ରୟାସଟି ମଧ୍ୟ ଆମ ମହାନ ବଡ଼ ପ୍ରୟାସରେ ପରିଣତ ହେବ ଏବଂ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବ। ମଣ୍ଡଳୀ ପ୍ରକାଶ ହୋଇ ଆଜି ନିଜସ୍ୱ ଉଦ୍ୟମରେ ନିଜର ଚିର ସବୁଜ ଖବରକାଗଜ ଆଶା ଭରସାର ପରେ ଆଉ 2 ପାଦ ଆଗକୁ ଆସିଛନ୍ତି। ଗଣମାଧ୍ୟମ ଦୁନିଆରେ ବର୍ତ୍ତମାନ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଠାରୁ ଅତି ଶୀଘ୍ର ଖବର ପରିବେଷଣରେ ୱେବ୍ ମିଡିଆ ଲୋକମାନଙ୍କ ନିକଟରେ ପହଞ୍ଚି ପାରୁଥିବାରୁ ତାହା ଆଦୃତ ହେଉଛି। ତେଣୁ ପ୍ରକାଶ ଭାଇଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ୱେବ୍ ମିଡିଆ ଆଗାମୀ ଦିନରେ ନାଁ କରିବ। ଆଉ ତାଙ୍କର ସେ ବୁମ୍ରେ ଲେଖିଛନ୍ତି, ନିତ୍ୟ ନିୟମିତ ସତ୍ୟର ପ୍ରତୀକ, ନଜର ଅଛି ଖବର ଉପରେ, ଚିର ସବୁଜ ଖବର କାଗଜ। ଭାରି ଭଲ ହେଇଛି এই କୋଟେସନ ଗୁଡ଼ିକ। ତାଙ୍କର ଖବର ଉପରେ ଭାରି ନଜର ସେ ରଖନ୍ତି, ଆଉ ନିୟମିତ ତାଙ୍କ ଖବର କାଗଜରେ ସତ୍ୟ ଲେଖିବାକୁ ସେ ଉଦ୍ୟମ କରନ୍ତି। ନିୟମିତ ନିତ୍ୟ ସତ୍ୟର ପ୍ରତୀକ ସେ ହେବା ପାଇଁ ତାଙ୍କର ଲକ୍ଷ୍ୟ ବି ରଖିଛନ୍ତି, ଯାହା ଗଣମାଧ୍ୟମ ପାଇଁ ନିହାତି ଆବଶ୍ୟକ। ନିର୍ଭୀକତା, ନିୟମିତତା ଏବଂ ସତ୍ୟତା, এইটা ଗଣମାଧ୍ୟମରେ ଯଦି ରହିଲା ତାହେଲେ ତାହା ଲୋକଙ୍କର ନିଶ୍ଚିତ ମନକୁ ଛୁଇଁବ, ଆଉ ତାହା ଓଡ଼ିଶାବାସୀଙ୍କ ନିକଟରେ ସୁପରିଚିତ ହେଇପାରିବ। ମୁଁ ଆଶା କରୁଛି ପ୍ରକାଶ ଭାଇ ତାଙ୍କର ଏଇ ୱେବ୍ ଚ୍ୟାନେଲକୁ ଆଗକୁ ବଢ଼ାନ୍ତୁ ଏବଂ ଲୋକଙ୍କର ଘରେ ଘରେ ପହଞ୍ଚନ୍ତୁ। এইটা ମୋର ଆଜିର ଏଇ ଉଦ୍ଘାଟନୀ ଉତ୍ସବରେ ମୋର ଭାବନା। ଲକ୍ଷ୍ୟ କରିଛୁ ଯେ ସମସ୍ତ ଖବର ଯେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବ। ଦ୍ୱିତୀୟ କଥା ହେଲା ଯାହା ସତ୍ୟ ତାହାକୁ ପ୍ରକାଶିତ କରିବା। ତୃତୀୟ କଥା ହେଉଛି ଆମର ଯେଉଁ ନିରପେକ୍ଷ ଭାବରେ ସମ୍ବାଦ ପରିବେଷଣ କରିବା ବା ଲୋକଙ୍କ ପାଖରେ ଖବରଟା ନେଇ ପହଞ୍ଚିବା ହେଉଛି ଆମର ମୂଳ ଲକ୍ଷ୍ୟ। ଦ୍ୱିତୀୟ କଥା, କୌଣସି ପ୍ରକାର ବ୍ୟବସାୟିକ ଉଦ୍ଦେଶ୍ୟ ନାହିଁ, କିନ୍ତୁ ରାଜନୀତି ମଧ୍ୟ ଉଦ୍ଦେଶ୍ୟ ମଧ୍ୟ ରଖାଯାଏ ନାହିଁ। এই উদ্দেশ্যে আমি এটাকে চাহিଁଲୁ ସର୍ବଦାନ ଭାବରେ ଲୋକଙ୍କ ପାଖରେ କେମିତି ଖବରଟା ଲୋକମାନେ ପହଞ୍ଚୁ। ଖବରକାଗଜ ଆମର ଚାଲିଛି 8 ବର୍ଷ ହେଇଗଲା, ଆଶା ବର୍ଷ ଖବରକାଗଜ ବୋଲିକି। ତେଣୁ ଆମେ ତାକୁ ଆଉ ଟିକେ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ୱେବ୍ ମିଡିଆର ବ୍ୟବସ୍ଥା ଆରମ୍ଭ କଲୁ। যদিও আপনি কিছু ବ୍ୟବସ୍ଥା କରାଯାଇ ନାହିଁ, ଏଇଠୁ ଆମର କାର୍ଯ୍ୟକ୍ରମ ଆରମ୍ଭ ହେବ। ଆଗାମୀ ଦିନରେ ତାହା କେମିତି ସୁଚାରୁରୂପେ ସମ୍ପାଦନ କରିବା ସେଥିପାଇଁ ସମସ୍ତଙ୍କର ସହଯୋଗ କାମନା କରୁଛୁ।